आज सकाल सकाळू 21 दिन बाहर आम भवानीपाटना एक्चुअली मो पुअर मानसिक थिला माँ को पाखे तो सकाल पाखापाखि 3टा 3:30 सब उठिकी समस्ते रेडी हेले 4टा 4:30 को गाड़ी को डाकी गाड़ी भी आसी पर जना पड़ा कि ट्रेन तो समलेश्वर एक्सप्रेस पाखापाखि अधघंटा घंटे लेट अच्छी तो घर बाहरलु सकाल टाइम टे बहुत ठंडा भी था राउरकेला से समय बहुत ठंडा भी पड़ी तो देखु मो पु मो वाइफ सब जाऊँ धीरे धीरे कहीकि गाड़ी पाखक तो कहली नाई बहुत कम जन तो अच्छा पलैबा आ कौन तापर गाड़ी बसिकी आम बाहरलु राउरकेला स्टेशन को गाड़ी तो लेट था मुझे कहली ड्राइवर बाबू कहली भाई गाड़ी धीरे धीरे चलातु किसी असुविधा नहीं तो सही समय देखु पाखापाखि 5 टाइम हम सब रिंग रोड सब लाइट चलिकी सुंदर देखा तापर मो पुओ निद भांगी ना सी शोई तो सेम शोई साउ कथबार्ता करी आम ड्राइवर बाबू सहित टाइम पास करी आम ठीक रिंग रोड बाहरिक तो स्टेशन जीवा रास्ता सब निज लोक मैंने मणिक केमे बाहर हाँ ये देखो यहाँ हूँ आमर रिंग रोड्र सकाल सकाल नजारा केते सुंदर लगुच नीट एंड क्लीन केते बढ़िया लगुच पाखापाखि आउ जनरली आम घर ठू स्टेशनटा 15-20 मिनट रास्ता तो से ठीक टाइम रे मध्य पहुँचे दिए तो सकाल टाइमटा बहुत ठंडा राउरकेला पाखापाखि फेब्रुआरी मास एंड बेलू बहुत ठंडा था बहुत ठंडा माने प्रबल ठंडा तो से समय सकाଳେ ମୁଁ ଦେଖୁଥିଲି 10-11 डिग्री सेल्सियस थिला तो कोड़ी जेहू तो नहीं किंतु गाड़ी लेट राति आसे सकाळे हो गला लेट लेट ट्रेन लेट चल रही है।
ବାଟେ ଗଲାବେଳେ ବହୁତ ସୁନ୍ଦର ସୁନ୍ଦର ଦୃଶ୍ୟ ଦେଖିକରି ତାକୁ ଏନ୍ଜୟ ବି କରୁଥିଲୁ। ତାର କିଛି ଜିନିଷ ମୁଁ ରେକର୍ଡ଼ିଂ କରିଛି। ତାର ଭଲ ଗ୍ରିନେରୀ ଏରିଆ, ଖେତ ଖଲିଆନ, ପାହାଡ଼, ମୋତେ ଭଲ ଲାଗେ ଏସବୁ ଜିନିଷ ଦେଖିବା ପାଇଁ। ଏମିତିକି ଏସବୁ ଜିନିଷ ନ ଦେଖି କଲେ କିଛି ପୁଅର ମଜା ନାହିଁ। ନେଚୁରାଲ୍ ଜିନିଷ ବା ନେଚର୍ ଦେଖିବା ପାଇଁ ବହୁତ ଭଲ। ଜବ୍ କରୁଛି, ସମୟ ମିଳେନି, ଆଜି ସମୟ ମିଳେନି, କେମିତି ଜାଗା ଦେଖିବା ପାଇଁ ଭଲ ଲାଗେ। ତ ଯେତେବେଳେ ଆମେ ଏଇ ରାସ୍ତାରେ ଭବାନୀପାଟଣାକୁ ଆସୁ, ଏଠି ତ ଡାଇରେକ୍ଟ ଆସୁ ଭବାନୀପାଟଣା, କେସିଙ୍ଗା ରାସ୍ତାରେ ଏସବୁ ସୁନ୍ଦର ସୁନ୍ଦର ଜାଗା ଦେଖିବାକୁ ମିଳେ। ତାପରେ କ୍ୟାବ୍ ବୁକ୍ କରିକି ଆମେ ବାହାରିଗଲୁ ଭବାନୀପାଟଣା। କେସିଙ୍ଗାରୁ ଓହ୍ଲାଇଲା ପାଖାପାଖି ନହେଲେ ବି ଅଲମୋଷ୍ଟ 1:30 ବେଳକୁ ଗାଡ଼ି ଲଗାଇଲା, ଗାଡ଼ି ଲେଟ୍ ଥିଲା। ସୋ ତାପରେ କ୍ୟାବ୍ ବୁକ୍ କଲୁ, କ୍ୟାବ୍ରେ ଆମେ ବାହାରିଲୁ ଭବାନୀପାଟଣା ପାଇଁ। ସେଇଠି ମଧ୍ୟ ବହୁତ ରାସ୍ତା ଗଲାବେଳକୁ ବହୁତ ସୁନ୍ଦର ସୁନ୍ଦର ଜାଗା ବି ଥିଲା, ଦେଖି ଯାଉଥିଲୁ। ଆଉ ମୁଁ ମାନେ ଆଫ୍ଟର ଲଙ୍ଗ୍ ଟାଇମ୍ ପରେ, ଲଙ୍ଗ୍ ଇୟର୍ ପରେ ଯେତେବେଳେ ଆସିଲି, ବହୁତ ଚେଞ୍ଜ ହେଇଛି। କେସିଙ୍ଗା ରେଲୱେ ଷ୍ଟେସନଠୁ ନେଇକରି ଅପ୍ ଟୁ ଭବାନୀପାଟଣାରେ ମୁଁ ଦେଖୁଥିଲି ବହୁତ ସାରା ଡେଭଲପମେଣ୍ଟ ହେଇଛି। ବହୁତ ସାରା ରାସ୍ତା ବି ଆମର ବହୁତ ୱାଇଡ଼ ହେଇଯାଇଛି, ନିଟ୍ ଆଣ୍ଡ କ୍ଲିନ୍ ଅଛି। ବହୁତ ଜାଗାରେ ବହୁତ ସାରା ମାନେ ଲାଇଟ୍ସ ଆଗେ ନଥିଲା, ଲାଇଟ୍ ବି ଲାଗିଛି। ତ ଏରିଆଟା କାଫି ଡେଭଲପ୍ ହେଇଛି। ମାନେ ମୁଁ ଆଫ୍ଟର ଏଇଟା ସାୟଦ 2015-16 ପରେ ଆସୁଛି। ଲଙ୍ଗ୍ ଇୟର୍ ଏଠି ଏମିତି ସବୁ ଡେଭଲପ୍ ହେଇନଥିଲା। ଫାର୍ଷ୍ଟ ଟାଇମ୍ ଏତେ ଡେଭଲପ୍ ହେଇଛି, ମୋତେ ଭଲ ବି ଲାଗୁଛି। କାହିଁକିନା ଗୋଟେ ରାଜ୍ୟ ଯଦି ବା ଗୋଟେ ଷ୍ଟେଟ୍, ଗୋଟେ ଡିଷ୍ଟ୍ରିକ୍ଟ ଯଦି ଏମିତି ଡେଭଲପ୍ ହୁଏ, ଅଟୋମେଟିକ୍ ଦେଶ ଡେଭଲପ୍ ହୋଇବ। ସେଇଠି ଲୋକଙ୍କର ଆଗେ ଲୋକମାନେ ବହୁତ ଶିକ୍ଷିତ ନଥିଲେ, ଏବେ ଧୀରେ ଧୀରେ ବହୁତ ଶିକ୍ଷିତ ବି ହେଉଛନ୍ତି। ତାଙ୍କର ଲିଭିଂ ଷ୍ଟାଇଲ୍, ତାଙ୍କର ଅର୍ନିଂ ସୋର୍ସେସ୍ ବି ବହୁତ ସାରା ଡାଇଭର୍ସିଫାଇ ବି ହେଇଗଲାଣି। ସେମାନେ ଆଉ ଗୋଟେ ଜାଗାରେ ମାନେ ଇନକମ୍ କରିବା ପାଇଁ ବହୁତ ସାରା ବହୁତ ସାରା ବିଜନେସ୍ ବି କରୁଛନ୍ତି। ତ ମୁଁ ନିଜ କ୍ୟାବ୍ ଡ୍ରାଇଭରକୁ ପଚାରୁଥିଲି ଯେ ସେମାନେ ଆଉ କ'ଣ କରୁଛନ୍ତି। ସେଇଟା ବି ମୁଁ ଡ୍ରାଇଭର ମାନେ ଗାଡ଼ି ସହିତ ମୋ ନିଜର ଇନଷ୍ଟିଚ୍ୟୁଟ୍ ବି ଅଛି, ପ୍ଲସ୍ ନିଜ ଫାଷ୍ଟଫୁଡ଼୍ ଦୋକାନ ଅଛି। ତ ବହୁତ କିଛି ଜିନିଷ ଭଲ ଲାଗିଲା ଏସବୁ ଶୁଣିକି ମୋତେ। ଲଗେଇ ଦେଉଛି ଟ୍ରାଭେଲ୍ କଲା ପରେ